ଯେତେବେଳେ ବ୍ରିଟିଶଙ୍କ ହାତରେ ବନ୍ଧୁକ ଥିଲା ଆମମାନଙ୍କ ହାତରେ ବାଡ଼ି ଖଣ୍ଡେ ଥିଲା ସେତେବେଳେ ମଧ୍ୟ କହିବାଟା ସହଜ ଥିଲା ଆପଣମାନେ ବ୍ରିଟିଶକୁ ପରାଜିତ କରିପାରିବେ ନାହିଁ। ତେଣୁ ଲଢ଼େଇ ଛାଡ଼ିଦେବା ଅପେକ୍ଷା ଅନେକ ବ୍ୟକ୍ତିବିଶେଷ ଯେଉଁମାନଙ୍କୁ ପାଗଳର ଆଖ୍ୟା ଦିଆହେଇଥିଲା ସେମାନେ କିନ୍ତୁ ଲଢ଼େଇ ଜାରି ରଖିଥିଲେ। ସମୟ ଆସିଥିଲା ଆପଣମାନେ ବି ଜାଣିଛନ୍ତି ସେମାନେ ଏହାର ଫଳ ପାଇପାରିନଥିଲେ, ସ୍ୱାଧୀନତାର ସ୍ୱାଦ ଚାଖିନଥିଲେ, କିନ୍ତୁ ନିଶ୍ଚିତ ଭାବରେ ଶେଷରେ ବ୍ରିଟିଶ ଏଠୁ ବିଦା ହୋଇଥିଲେ। ଜୟ ଜଗନ୍ନାଥ। ଆପଣମାନେ ଅନେକ ସମୟରେ ୟୁଟ୍ୟୁବର କମେଣ୍ଟ ସେକ୍ସନରେ ଏ ବିଷୟରେ ଜଣାଇବାକୁ କହୁଛନ୍ତି ଯେ ପ୍ରକୃତରେ ଜୁନିୟର ଟିଚରରେ ଯେଉଁ ସେକେଣ୍ଡ ମେରିଟ୍ ଲିଷ୍ଟ ଆସିବ ନା ନାହିଁ। ମୁଁ ଆଗରୁ ବି କହିଛି ଏବେ ମଧ୍ୟ କହିବି, ଦେଖନ୍ତୁ ଯେହେତୁ ରିଜଲ୍ୟୁସନରେ ସେ ସମ୍ବନ୍ଧରେ କୌଣସି ମେନସନ୍ ନାହିଁ ତ ତେଣୁ ଆପଣ ଜାଣିଛନ୍ତି ଯିଏ ବି ଆଡମିନିଷ୍ଟ୍ରେଟିଭ ୱିଙ୍ଗ ରହିଲେ ପ୍ରଶାସକ ମାନେ ନିଶ୍ଚିତ ଭାବରେ ସିଦ୍ଧହସ୍ତ ଅଛନ୍ତି କୌଣସି ନା କୌଣସି ଉପାୟରେ ଯେମିତି ତାଙ୍କର ଯେଉଁ ରେସ୍ପନ୍ସିବିଲିଟି ଅଛି ତାକୁ ସେମାନେ ଏଡ଼େଇକି ଚାଲିଯିବା ପାଇଁ। ସେଇ କଥା ନିଶ୍ଚିତ ଭାବରେ ଯେତେବେଳେ ଦେଖିଛନ୍ତି ଡିଭିଜନ ବେଞ୍ଚରେ ଯେତେବେଳେ ହିୟରିଂ ଚାଲିଥିଲା ସେତେବେଳେ ମଧ୍ୟ ସେ କଥା ସେମାନେ ଉଠେଇଥିଲେ, କିନ୍ତୁ ସେମାନେ ହୁଏତ ଭୁଲି ଯାଇଛନ୍ତି ବା ନୈତିକତା ସେମାନଙ୍କର ମରିଯାଇଛି। ସେମାନେ ଏ କଥା ଧ୍ୟାନ ଦେଉନାହାନ୍ତି ଯେ ସେମାନଙ୍କର ନିଜର ଅପାରଗତା ବା ରଙ୍ଗ ଇଣ୍ଟରପ୍ରିଟେସନ ପାଇଁ ବା ଭୁଲ ପ୍ରୋସିଜିଓର ଫଲୋ କରିବା ପାଇଁ ଆଜି ଅନେକ ଗୁଡ଼ିଏ ସିଟ୍ ବଳକା ପଡ଼ିଛି ଯେଉଁଥିରେ କି ଅନ୍ୟମାନେ ନିଶ୍ଚିତ ଭାବରେ ସୁଯୋଗ ପାଇପାରିଥାନ୍ତେ। ତେଣୁ ସେ ସବୁ ଆସ୍ପେକ୍ଟକୁ ଯଦି ଆମେ ଦେଖିବା, ଯେଉଁମାନେ ବାହାରେ ରହି ବହୁତ କଥା କହିଦିଅନ୍ତି ଯେ ଆମେ ଜାଣିଥିଲୁ ଏଥିରେ କିଛି ହେବ ନାହିଁ, ସବୁବେଳେ ମନେ ରଖିଥାନ୍ତୁ କୌଣସି ବି ରିଫର୍ମ ପାଇଁ କୌଣସି ବି ନ୍ୟାୟର ଲଢ଼େଇ ପାଇଁ ନିଶ୍ଚିତ ଭାବରେ ଧୈର୍ଯ୍ୟର ସହିତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ସେଥିପାଇଁ ପ୍ରଚେଷ୍ଟା ଜାରି ରହିଛି। ଆଉ ଆପଣମାନେ ଏ କଥା ମଧ୍ୟ ଜାଣିଛନ୍ତି ଯେତେବେଳେ ଯେଉଁମାନେ ଡିଷ୍ଟ୍ରିକ୍ଟ ଷ୍ଟେଟ୍ ଯେତେବେଳେ ଯେଉଁ ପିଟିସନ ଫାଇଲ ହେଇଥିଲା ସେଥିରେ ଯେଉଁମାନେ ଭିକ୍ଟିମ୍ ଥିଲେ ସେମାନେ ଏ କଥା କହିଥିଲେ ଯେ ଯେହେତୁ ବଳକା ସିଟ୍ ରହିଛି ଆମମାନଙ୍କୁ ବି ସେଥିରେ ସାମିଲ କରାଯାଉ ବା ଅନରେବଲ କୋର୍ଟ ଯେଉଁ ଅର୍ଡର ଦେଇଥିଲେ ଫାର୍ଷ୍ଟ ସିଲେକ୍ସନ ପ୍ରୋସେସ ସରିଲେ ଯଦି ଭେକେଣ୍ଟ ରୁହେ ତାହେଲେ ନିଶ୍ଚିତ ଭାବରେ ମେରିଟ୍ ଆଧାରରେ ସେ ସ୍ଥାନ ପୂରଣ କରିବା ପାଇଁ। ଆଉ ସେ କଥା ମଧ୍ୟ ଆପଣମାନେ ଭଲ ଭାବରେ ଜାଣିଛନ୍ତି ଯେଉଁ ପିକୁଲିଆରିଟି ରହିଛି ଏଇ କେସ୍ରେ ବା ଆପଣ କହିପାରିବେ ଯେ ଏଭଳି ଏକ ସିଚୁଏସନ ଯେଉଁଠି ରିଜଲ୍ୟୁସନରେ ଗୋଟିଏ ଲେଖା ଥିଲା ଯେଉଁଟା ମେରିଟ୍କୁ ଡିଭୋର୍ସ କରିକି ମେରିଟୋରିୟସ୍ କ୍ୟାଣ୍ଡିଡେଟ୍ ବା ମୁଁ କହିବି ଯେଉଁ ମାର୍କ ଅଧିକା ରଖିକି ବି ସେମାନେ ବଳି ପଡ଼ିବାର ସମ୍ଭାବନା ସୃଷ୍ଟି ହେଉଥିଲା ସେ ସମ୍ଭାବନାକୁ ଏଡ଼େଇବାକୁ ଯାଇକି କମ୍ପ୍ଲିଟ ଜଷ୍ଟିସ୍ ଦେବା ପାଇଁ ଅନରେବଲ ହାଇକୋର୍ଟ ବା ସେତେବେଳର ଚିଫ୍ ଜଷ୍ଟିସ୍ ଏ କଥା କହିଥିଲେ ଯେ ନିଶ୍ଚିତ ଭାବରେ ଆପଣମାନଙ୍କର କଥାକୁ ବିଚାରକୁ ନିଆଯିବ ଅନ୍ ମେରିଟ୍। ତେଣୁ ସେତେବେଳେ ଆମେମାନେ ମଧ୍ୟ ଇଣ୍ଟରଭିନ୍ କରିଥିଲୁ। ସେ କଥା ମଧ୍ୟ ମୁଁ ଆଗରୁ କହିଛି ଯେ ହଁ ଯଦି ମେରିଟ୍ ଆଧାରରେ ଦେଖାଯାଏ ମାର୍କ ହିସାବରେ ଦେଖାଯାଏ ତାମାନେ ଯେଉଁମାନେ ବି ଅଛନ୍ତି ସେଥିରେ ତଳକୁ ସେମାନଙ୍କୁ କନସିଡରେସନ ଜୋନ୍ ଭିତରକୁ ନିଆଯାଉ। ତାପରେ ତ କାହାର ଭାଗ୍ୟ ଯେଉଁମାନେ ସେଥିରେ ଆସିବେ ସେମାନେ ଚାକିରି ପାଇବେ, ସେ ପିଟିସନର ହୁଅନ୍ତୁ ବା ପିଟିସନର ନ ହେଇଥାନ୍ତୁ। ଆଉ ଯେତେବେଳେ ଅନରେବଲ କୋର୍ଟଙ୍କର ଏଇ କଥାକୁ ସେମାନେ ବିନମ୍ରତାର ସହିତ କହିଥିଲେ ଯେ ଆମର ରିଜଲ୍ୟୁସନରେ ସେଭଳି ପ୍ରୋଭିଜନ ନାହିଁ, ସେତେବେଳେ ଚିଫ୍ ଜଷ୍ଟିସ୍ ଏ କଥା ମଧ୍ୟ କ୍ଲିୟରଲି କହିଥିଲେ ତ ଏଇ ଯେଉଁ ନ୍ୟାୟିକ ବାଧା ଅଛି ସେଇଟା ଆସିବ ନାହିଁ କାହିଁକିନା ଦିସ୍ ଇଜ୍ ଦି ଡିସିସନ ଅଫ୍ ଅନରେବଲ ହାଇକୋର୍ଟ। ତେଣୁ ଆପଣ ନିଶ୍ଚିନ୍ତରେ ଏଇ ପ୍ରୋସେସକୁ ଆଗାନ୍ତୁ। ତେଣୁ ଦେଖନ୍ତୁ ଏଇଭଳି ଯେତେବେଳେ ସିଚୁଏସନ ସୃଷ୍ଟି ହୁଏ ତାପରେ ଆପଣ ଜାଣିଛନ୍ତି ସମୟ ବିତିଯାଏ ଆଉ ସେଇ ନ୍ୟାୟିକ ଯେଉଁ ଲୁପହୋଲ୍ସ ରହିଛି ତାର ଫାଇଦା ନେଇ ସେମାନେ ଚୁପ୍ ରହନ୍ତି। ଆଉ ଯେତେବେଳେ ଇମ୍ପ୍ଲିମେଣ୍ଟେସନ କଥା ଆସେ ସେତେବେଳେ ଚତୁରତାର ସହିତ ସେମାନେ କଣ୍ଟେମ୍ପ୍ଟକୁ ଏଡ଼େଇବାକୁ ଯାଇ ରିଭ୍ୟୁ ପିଟିସନ ଫାଇଲ କରନ୍ତି, ତା ମାନେ ପୁନର୍ବିଚାର କରାଯାଉ ଯେଉଁ ନିଷ୍ପତ୍ତି ଆସିଥିଲା। ଏତେ ଦିନ ଗଲା ସେମାନେ ଚୁପ୍ ହୋଇ ବସିଲେ, ଯେତେବେଳେ ଇମ୍ପ୍ଲିମେଣ୍ଟେସନ କଥା ଆସିଲା ସଙ୍ଗେ ସଙ୍ଗେ ସେଇ କଣ୍ଟେମ୍ପ୍ଟକୁ ଏଡ଼େଇବାକୁ ଯାଇ ରିଭ୍ୟୁ ପିଟିସନ ଫାଇଲ କଲେ। ତେଣୁ ଅନେକ ବ୍ୟକ୍ତିବିଶେଷ ଆପଣମାନଙ୍କୁ କହିବେ ଯେଉଁମାନଙ୍କର ନ୍ୟାୟିକ ଜ୍ଞାନ ଅଛି ବା ନାହିଁ ସମସ୍ତେ କହିବେ ଯେ ଆମେ ଜାଣିଥିଲୁ ଏଟା ହେବ ନାହିଁ। ତେଣୁ ମୁଁ ବି ଏବେ କହିବାକୁ ଚାହୁଁଛି ଯେତେବେଳେ ବ୍ରିଟିଶଙ୍କ ହାତରେ ବନ୍ଧୁକ ଥିଲା ଆମମାନଙ୍କ ହାତରେ ବାଡ଼ି ଖଣ୍ଡେ ଥିଲା ସେତେବେଳେ ମଧ୍ୟ କହିବାଟା ସହଜ ଥିଲା ଆପଣମାନେ ବ୍ରିଟିଶକୁ ପରାଜିତ କରିପାରିବେ ନାହିଁ। ତେଣୁ ଲଢ଼େଇ ଛାଡ଼ିଦେବା ଅପେକ୍ଷା ଅନେକ ବ୍ୟକ୍ତିବିଶେଷ ଯେଉଁମାନଙ୍କୁ ପାଗଳର ଆଖ୍ୟା ଦିଆହେଇଥିଲା ସେମାନେ କିନ୍ତୁ ଲଢ଼େଇ ଜାରି ରଖିଥିଲେ। ସମୟ ଆସିଥିଲା ଆପଣମାନେ ବି ଜାଣିଛନ୍ତି ସେମାନେ ଏହାର ଫଳ ପାଇପାରିନଥିଲେ, ସ୍ୱାଧୀନତାର ସ୍ୱାଦ ଚାଖିନଥିଲେ, କିନ୍ତୁ ନିଶ୍ଚିତ ଭାବରେ ଶେଷରେ ବ୍ରିଟିଶ ଏଠୁ ବିଦା ହୋଇଥିଲେ। ଠିକ୍ ସେଇଭଳି କଥା ମୁଁ କହିବାକୁ ଚାହେଁ କୌଣସି ବି ଯଦି ବିଧି ବ୍ୟବସ୍ଥା ଆପଣ ଦେଖିବେ ତା ଭିତରେ ଲୁପ୍ ହୋଲ୍ସ ରହିଛି ବା ଆପଣ କହିପାରନ୍ତି ଅନେକ ଗୁଡ଼ିଏ
ଖାମିଆ ବା କମି ରହିଛି ଆଉ ସେଇ କମିକୁ ଦୂର କରିବା ପାଇଁ ଯାହା ବି ସେଥିରେ ଅସୁବିଧା ରହିଛି ଘାତ ପ୍ରତିଘାତ ରହିଛି ତାକୁ ଦୂର କରିବା ପାଇଁ ଅନେକ ସମୟରେ ଲଢ଼େଇର ଆବଶ୍ୟକ ଆଉ ସେ ଲଢ଼େଇ ଏ ପର୍ଯ୍ୟନ୍ତ ଚାଲିଛି। ଅନରେବଲ କୋର୍ଟ କ'ଣ ନିଷ୍ପତ୍ତି ନେବେ ସେଇଟା ଡିଫରେଣ୍ଟ କଥା। ହୁଏତ ନିଷ୍ପତ୍ତି ନେଇପାରନ୍ତି ଯେହେତୁ ରିଜଲ୍ୟୁସନରେ ନାହିଁ ତେଣୁ ଅନରେବଲ କୋର୍ଟ ସେଥିରେ ତ ଇଣ୍ଟରଭିନ୍ କରିପାରିବେନି ତେଣୁ ସେକେଣ୍ଡ ମେରିଟ୍ ଲିଷ୍ଟ ନ ଆସୁ ବା ଏମିତି ମଧ୍ୟ ନେଇପାରନ୍ତି ଯେ ହଁ ସେକେଣ୍ଡ ମେରିଟ୍ ଲିଷ୍ଟ ଅଣାଯାଉ। ସେ ଯାହା ବି ହଉ ମୁଁ ଏତିକି ଆପଣଙ୍କୁ କହୁଛି ଯେଉଁଭଳି ଭାବରେ ସେମାନେ ମିଷ୍ଟେକ୍ କରିଛନ୍ତି ଯେ 2ଟି ପୋଷ୍ଟ ପାଇଁ ଜଣେ ପିଲାକୁ ସେମାନେ ସିଲେକ୍ଟ କରିଛନ୍ତି ଇଏ ନିଶ୍ଚିତ ଭାବରେ ଅନେକ ମେରିଟୋରିୟସ୍ କ୍ୟାଣ୍ଡିଡେଟ୍ଙ୍କର ଇଣ୍ଟରେଷ୍ଟକୁ ହାମ୍ପର କରିଛି। ସେଥିପାଇଁ ମୁଁ ଏତିକି କହିବି ନିଶ୍ଚିତ ଭାବରେ ଏ ବିଷୟରେ ମଧ୍ୟ ଆମର ଲଢ଼େଇ ଜାରି ରହିବ। ଏ ପଏଣ୍ଟ ମଧ୍ୟ ଉଠାଯିବ ଡିଫରେଣ୍ଟ ଗ୍ରାଉଣ୍ଡରେ କାହିଁକିନା ଗୋଟିଏ କେସ୍ରେ ସବୁ ଆସ୍ପେକ୍ଟ କଭର କରିହୁଏନି। ଶେଷରେ ବିଜୟ କାହାର ହେବ ସେ ସମୟ କହିବ କିନ୍ତୁ ପ୍ରଚେଷ୍ଟା ଆମର ରହିଛି ରହିବ। ଆପଣମାନେ ଜାଣିଛନ୍ତି ଅନେକ ବ୍ୟକ୍ତିବିଶେଷ ଅଛନ୍ତି ଏମିତି ଆପଣଙ୍କୁ ଭ୍ରମିତ କରୁଛନ୍ତି ବା ଅନେକ ସମୟରେ ଆପଣ ଦେଖିଥିବେ କହୁଛନ୍ତି ଏଇଟା ହେଉଛି ସତ ଲଢ଼ି କିଛି ଲାଭ ନାହିଁ। ଲାଭ ଅଛି ନ ଅଛି ସେଟା ଅଲଗା କଥା କିନ୍ତୁ ନ ଲଢ଼ି ଚୁପ୍ ରହିଲେ କେବେ ବି ନ୍ୟାୟ ମିଳିବ ନାହିଁ। ଆଉ ନ୍ୟାୟର ଲଢ଼େଇରେ ସବୁବେଳେ ପ୍ରଚେଷ୍ଟା ଆମର ରହିବ ଆଉ ଭଗବାନଙ୍କର କୃପା ଦେଖିବା କିଏ ଜିତୁଛି କିଏ ହାରୁଛି କିନ୍ତୁ ଅନ୍ୟାୟ ଯୋଉଟା ହେଉଛି ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଅଛି। ଆଉ ନିଶ୍ଚିତ ଭାବରେ ଆଜି ଯଦି ଆମେ ଲଢ଼ିବା ଆଗକୁ ସେ ଭୁଲ ଆଉ ହେବ ନାହିଁ। ରହୁଛି ନମସ୍କାର ଜୟ ଜଗନ୍ନାଥ।